आमମାନଙ୍କର ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ଶାନ୍ତି ତୁମ ସମସ୍ତଙ୍କ ପ୍ରତି ବାକ୍ୟ ରୂପେ ବର୍ତ୍ତି ରହୁ। ଆମେନ୍। ଆସନ୍ତୁ ଆଜି ଦିନ ନିମନ୍ତେ ଜୟରୁ ପଞ୍ଜିକାରେ ନିର୍ଦ୍ଧାରିତ ଉପଦେଶ ପାଠ ଆମେମାନେ ଶୁଣିବା, ଯାହା ଲେଖାଯାଏ ସାଧୁ ମାଥ୍ୟୁଙ୍କ ଲିଖିତ ସୁସମାଚାର ତାର 5ମ ଅଧ୍ୟାୟ, ମାଥ୍ୟୁ 5 ପର୍ବ 17 ପଦରୁ 20 ପଦ ପର୍ଯ୍ୟନ୍ତ। Gospel according to Saint Matthew chapter 5 verse 17 to 20। ମାଥ୍ୟୁ 5 ପର୍ବ 17 ପଦରୁ 20 ପଦ ପର୍ଯ୍ୟନ୍ତ। ଦେଖନ୍ତୁ ଏଠାରେ ଏହିପରି ଲେଖାଯାଏ, ମୁଁ ଯେ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି ଏପରି ଭାବ ନାହିଁ। ଲୋପ କରିବାକୁ ଆସିନାହିଁ, ବରଂ ସଫଳ କରିବାକୁ ଆସିଅଛି। କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ ପର୍ଯ୍ୟନ୍ତ ଆକାଶ ମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକକୁ ସେହି ପ୍ରକାର ଶିକ୍ଷା ଦିଏ, ସେ ସ୍ୱର୍ଗ ରାଜ୍ୟରେ କ୍ଷୁଦ୍ରତମ ବୋଲି ଖ୍ୟାତ ହେବ। କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗ ରାଜ୍ୟରେ ମହାନ ବୋଲି ଖ୍ୟାତ ହେବ। କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କର ଧାର୍ମିକତା ଶାସ୍ତ୍ରୀ ଓ ଫାରୁସୀମାନଙ୍କର ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମେମାନେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଏ ଯାଏଁ ପ୍ରଭୁ ବାକ୍ୟ ବୁଝିବା ପାଇଁ ତାଙ୍କ ପବିତ୍ର ଆତ୍ମାଙ୍କ ଚାଳନା କରନ୍ତୁ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହଉ। ପ୍ରଭୁଙ୍କ ଜୀବନରେ ପୁନରାୟ ଏକ ନୂତନ ସପ୍ତାହ ଦେଇଛନ୍ତି ଏହି ବର୍ଷା ଦିନ ଗୁଡ଼ିକରେ। ତେବେ ଅନେକ ଆମେ ବର୍ଷା ଦିନ ଗୁଡ଼ିକରେ ଗିର୍ଜା ଆସିବା ପାଇଁ ଦ୍ୱିମନ ହେଇଥାଉ, କିନ୍ତୁ ଆଜି କହିପାରୁ ଯେ ସମସ୍ତେ ଉତ୍ସାହିତ। ଗତ ସପ୍ତାହର ଭୋଜି ପ୍ରଭାବ ପକାଇଛି। ତେବେ କାଶ କେହି ଡୋନେଟ୍ କରିଥାନ୍ତେ ପ୍ରତି ସପ୍ତାହରେ ଆମମାନଙ୍କୁ ଭୋଜି, ତେବେ ନିଶ୍ଚୟ ଆମେ ସମସ୍ତେ ଆସିଥାନ୍ତୁ ଆଉ ପ୍ରଭୁଙ୍କର ଆତ୍ମିକ କ୍ଷୁଧା ତୃଷା ନିବାରଣ କରିପାରିଥାନ୍ତୁ। କିନ୍ତୁ ସେ ଯାହା ହଉ, ଯେଉଁମାନେ ଆତ୍ମିକ କ୍ଷୁଧା ଅନୁଭବ କରନ୍ତି ସେମାନେ ହିଁ ଗିର୍ଜାକୁ ଆସନ୍ତି। ଭୋକ ନ ଲାଗିଲେ ଖାଦ୍ୟ ପାଖକୁ କେହି ଯାଆନ୍ତି ନାହିଁ। ତେଣୁ ଆସନ୍ତୁ ମାନେ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଈଶ୍ୱରଙ୍କ ଚରଣ ନିକଟରେ ସମର୍ପିତ ହେବା, ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ତୁମେ ବାକ୍ୟ ଅଟ। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଦେହବନ୍ତ ହେଲେ ଆଉ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରକାଶିତ ହେଲେ। ସେ ବାକ୍ୟ ଆଜି ଏ ପବିତ୍ର ଧର୍ମଶାସ୍ତ୍ରରେ ରହିଅଛି। ଯେଉଁମାନେ ବାକ୍ୟ ଶୁଣନ୍ତି, ପାଳନ କରନ୍ତି, ସେ ସମସ୍ତଙ୍କୁ ତୁମେ ରକ୍ଷା ଉଦ୍ଧାର କରିଥାଅ। ପ୍ରଭୁ ଏ ବାକ୍ୟର ମର୍ମ ବୁଝିବା ପାଇଁ ତୁମେ ଆମ ସମସ୍ତଙ୍କୁ ପବିତ୍ର ଆତ୍ମାଙ୍କର ଅଭିଷେକ ଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରିୟମାନେ, ଆଜିର ଶାସ୍ତ୍ରାଂଶ ମାଥ୍ୟୁ ତାର 5 ପର୍ବ 17 ପଦରୁ 20 ପଦ ଦେଇ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଗୁଡ୍ ନ୍ୟୁଜ୍ ଫର୍ ଦ ଗଡ୍ସ ପିପୁଲ୍। ଗୁଡ୍ ନ୍ୟୁଜ୍ ଫର୍ ଦ ଗଡ୍ସ ପିପୁଲ୍ ଅର୍ଥାତ୍ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ସୁସମ୍ବାଦ, ଶୁଭ ସମ୍ବାଦ, ଶୁଭ ଖବର ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ। ଯେତେବେଳେ ଆମେ ବାଇବଲ ଅଧ୍ୟୟନ କରୁ ଆଉ ଜାଣୁ ଯେ ନୂତନ ନିୟମରେ କେତୋଟି ପୁସ୍ତକ ଅଛି? 27 ପୁସ୍ତକ।
ଆଉ 27ଟି ପୁସ୍ତକ ମଧ୍ୟରୁ ପ୍ରମୁଖ ପ୍ରଥମ 4ଟି ପୁସ୍ତକ, ଆଉ ତାକୁ ଆମେ କହୁ ଗସ୍ପେଲ। ଗସ୍ପେଲ ହେଉଛି ଏକ ଶବ୍ଦ ଯାହାର ଇଂରାଜୀର ପ୍ରକୃତ ଅର୍ଥରେ ପ୍ରକାଶ କରାଯାଏ ଗୁଡ୍ ନ୍ୟୁଜ୍। ଗସ୍ପେଲ ମାନେ ଗୁଡ୍ ନ୍ୟୁଜ୍, ଓଡ଼ିଆରେ ଆମେ କହୁ ସୁସମ୍ବାଦ ବା ଶୁଭ ଖବର। ତେବେ କ'ଣ ଏଇ ସୁସମାଚାରରେ ଭଲ ଖବର ଅଛି, ଶୁଭ ଖବର ଅଛି? ଯେଉଁମାନେ ପଢ଼ିଛନ୍ତି ସେମାନେ ଜାଣିବେ। 4ଟି ସୁସମାଚାର ଯେଉଁମାନେ ବର୍ତ୍ତମାନ ପଢ଼ି ସରେଇଛନ୍ତି ସେମାନେ ବୁଝିପାରିବେ, ଜାଣିପାରିବେ ସେ ସୁସମାଚାର କେମିତି ସୁସମାଚାର ଉତ୍ତମ ଅଟେ। ତେବେ ଖ୍ରୀଷ୍ଟିଆନ ଲୋକ ପଢ଼ିବା ପାଇଁ ଚେଷ୍ଟା କରିବେ ବାଇବଲ। ଅନେକ ସମୟରେ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀ ପୁଅ ଝିଅମାନେ ବାଇବଲ ଆମେ ପଢ଼ୁନୁ। କିଏ ପଢ଼ିବ? ଅନ୍ୟ ଧର୍ମର ଲୋକ ପଢ଼ିବେ। ତେବେ ଆମେ ଆମ ପାଖରେ ଗୁଡ୍ ନ୍ୟୁଜ୍ ଅଛି, କିନ୍ତୁ ଆମେ ସେ ଗୁଡ୍ ନ୍ୟୁଜ୍କୁ ଖାଉନୁ। ମାନେ ଖାଦ୍ୟ ଅଛି, ଖାଉନୁ। ତେବେ ଆମେ ଯେତେ ଧନ ଥିଲେ ମଧ୍ୟ ଫାଟା ଠୁଟା ଚେଡ଼ି କାମିଜ ପିନ୍ଧିଲେ ଆମର ଧନର କିଛି ମୂଲ୍ୟ ନାହିଁ। ଆମର ଯେତେ ଧନ ଥିଲେ ମଧ୍ୟ ଯଦି ଆମେ କୁଡ଼ିଆ ଘରେ ରଖୁ, ବ୍ୟାଙ୍କ ବାଲାନ୍ସ ଆମର କୋଟିପତି ଥିବୁ, କିନ୍ତୁ ଆମେ ଝୁପୁଡ଼ିରେ ରହୁଥିବୁ, ମୂଲ୍ୟ ନାହିଁ। କାରଣ ଏ ଧନ ଆଉ କୋଉଠି ନେଇକି ଯିବାଟା ନାହିଁ, ଏଇଠି ଭୋଗ କରିବାଟା। ତେବେ ଆମ ପାଖରେ ମଧ୍ୟ ବାଇବଲ ଆମମାନଙ୍କୁ ଏପରି ଏକ ପୁସ୍ତକ ଦିଆଯାଇଛି ସୁସମ୍ବାଦ, କିନ୍ତୁ ଆମେ ତାକୁ ବ୍ୟବହାର କରୁନୁ। ହେଲେ ବ୍ୟବହାର କରିବା ଦ୍ୱାରା କ'ଣ ଲାଭ ଆମେ ନିହାତି ଯେଉଁମାନେ ପଢ଼ିଛୁ ସେମାନେ ବୁଝିପାରିବେ। କାହିଁକି ବାଇବଲକୁ ଗୁଡ୍ ନ୍ୟୁଜ୍ ବୋଲି କୁହାଯାଏ? କାହିଁକି ବାଇବଲକୁ ସୁସମାଚାର ବୋଲି କୁହାଯାଏ? କାହିଁକି? କ'ଣ ଅଛି ସେଇ ସୁସମାଚାରରେ? କିଛି ନାହିଁ। ଲାଇଫ୍ ଆଣ୍ଡ ୱାର୍କ ଅଫ୍ ଜିଜସ୍ କ୍ରାଇଷ୍ଟ। କ'ଣ ଅଛି? ଯୀଶୁ ଖ୍ରୀଷ୍ଟଙ୍କର ଜୀବନୀ ଆଉ ତାଙ୍କର କାର୍ଯ୍ୟ ଅଛି, ଆଉ ସେଇଟା ହିଁ ଗୁଡ୍ ନ୍ୟୁଜ୍। ତେବେ ତାଙ୍କର ଜୀବନ ଆମ ପ୍ରତ୍ୟେକଙ୍କ ପାଇଁ ଏକ୍ଜାମ୍ପଲ, ଆଉ ତାଙ୍କର କାର୍ଯ୍ୟ ଆମ ପ୍ରତ୍ୟେକଙ୍କ ପାଇଁ ଆଶୀର୍ବାଦ ଆଣିଦେଇଛି, ଆଉ ତାହା ହିଁ ଆମ ପ୍ରତ୍ୟେକଙ୍କ ପାଇଁ ଉତ୍ତମ ଖବର। କେମିତି ଗୁଡ୍ ନ୍ୟୁଜ୍ ମୁଁ କହିବି। କିନ୍ତୁ ଯେଉଁମାନେ ବାଇବଲ ପଢ଼ନ୍ତି ସେମାନେ ଗୁଡ୍ ନ୍ୟୁଜ୍ ଜାଣନ୍ତି, ଆଉ ଯେଉଁମାନେ ବାଇବଲ ପଢ଼ି ବାଇବଲ ଅନୁସାରେ ଚାଲନ୍ତି ସେମାନେ ଅନ୍ୟମାନଙ୍କୁ ମଧ୍ୟ ଗୁଡ୍ ନ୍ୟୁଜ୍ ଜଣାନ୍ତି। ନିଜେ ଆମେ ଗୁଡ୍ ନ୍ୟୁଜ୍ ଜାଣିବୁ ଆଉ ଅନ୍ୟକୁ ଜଣାଇବୁ। ଆଉ ସେଥିପାଇଁ ଆଜି ଆମେ ଏହି ଶାସ୍ତ୍ରାଂଶ ଦେଇ ବୁଝିବା ଯେ ଆମେ ଯୀଶୁଙ୍କୁ ଯଦି ଉତ୍ତମ ଖବର ମନେ କରୁଛୁ, ତେବେ ଅନ୍ୟ ନିମନ୍ତେ ମଧ୍ୟ ଉତ୍ତମ ଖବର ପାଲଟିବା ଆବଶ୍ୟକତା ଅଛି। ୱାକିଂ ୱିଥ୍ ଜିଜସ୍, then you become the good news for others. ଯଦି ଯୀଶୁଙ୍କ ସହିତ ଆପଣ ଚାଲିବେ, ତେବେ ଅନ୍ୟମାନଙ୍କ ପାଇଁ ମଧ୍ୟ ଆପଣ ଶୁଭ ଖବର ହେଇପାରିବେ। ଯଦି ଯୀଶୁଙ୍କ ସହିତ ଚାଲୁନାହାନ୍ତି, ତେବେ କ'ଣ ହେଇପାରନ୍ତି? ଆପଣ ଜଗତ ପାଇଁ ବ୍ୟାଡ୍ ନ୍ୟୁଜ୍, ଅର୍ଥାତ୍ କିଛି କାମରେ ନାହିଁ। ପ୍ରିୟମାନେ, ଗୁଡ୍ ନ୍ୟୁଜ୍ ଫର୍ ଗଡ୍ସ ପିପଲ୍। ମୁଁ ଯଦି ପଚାରେ ଆପଣମାନଙ୍କୁ, ପ୍ରଭୁ ଆପଣମାନଙ୍କୁ ସ୍ୱର୍ଗରେ କାହିଁକି ଜାଗା ଦେବେ? ଯଦି ଆପଣ ଯୀଶୁଙ୍କର ଜୀବନ ଆଉ ଯୀଶୁଙ୍କର କାର୍ଯ୍ୟ ବିଷୟ ପଢ଼ି ନାହାନ୍ତି କେବେ, ଯୀଶୁ କାହିଁକି ଆପଣମାନଙ୍କୁ ସ୍ୱର୍ଗରେ ଜାଗା ଦେବେ କୁହନ୍ତୁ? ଯଦି ଆମେ ପ୍ରଭୁଙ୍କର ଗୀତ ଗିର୍ଜା ଘରେ ଆସି ଗାଉନୁ, ତେବେ ସେଠି ସ୍ୱର୍ଗରେ ଯାଇ ସିନେମା ଗୀତ ଗାଇବୁ। ତେବେ ପୃଥିବୀରେ ପ୍ରଭୁ ଗୋଟେ ସ୍ୱର୍ଗ ଦେଇଛନ୍ତି, ଆଉ ସ୍ୱର୍ଗ ହେଉଛି ଡିସଚାର୍ଜ। ମଣ୍ଡଳୀରେ ପ୍ରଭୁଙ୍କର ଉପସ୍ଥିତି ଆମେ ଅନୁଭବ କରୁଛୁ, ପ୍ରଭୁଙ୍କୁ ଆମର ରାଜା ଭାବେ ସମ୍ବୋଧନ କରୁଛୁ, ଆଉ ସେ ଆମ ମଧ୍ୟରେ ରାଜା ଅଟନ୍ତି, ଆମେ ସମସ୍ତେ ତାଙ୍କର ପ୍ରଜା। ଆଉ ସେ ଅନୁଭୂତି ପାଉଛୁ ଆମେ ସ୍ୱର୍ଗରେ କିପରି ଆମେ ଅନୁଭବ କରିବୁ। ତେବେ ଗୁଡ୍ ନ୍ୟୁଜ୍ ଏଇଟା ଆମେ ପଢ଼ିବାର ଅଛି। ତେବେ ଯୀଶୁଙ୍କୁ ଜାଣିଥିଲେ ହିଁ ସ୍ୱର୍ଗରେ ଆମକୁ ଜାଗା ମିଳିବ। ଜାଣିନଥିବା ଲୋକ, ସେଥିପାଇଁ ମୁଁ କହିଲି ଗଡ୍ସ ପିପୁଲ, ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଏଇଟା ସୁସମ୍ବାଦ। ଆଉ ଯେଉଁମାନେ ପଢ଼ିନାହାନ୍ତି ବାଇବଲ, ପଢ଼ୁନାହାନ୍ତି, ବେକାରରେ ସମୟ ନଷ୍ଟ ଆମେ କରିବା ନାହିଁ। କେଜାଣେ ଭଲରେ ପାପ କଲେ ନରକକୁ ଯିବୁ, ଶୈତାନର ରାଜ୍ୟରେ ଟିକେ ଶାସନ କରିବୁ। ଯଦି ପଢ଼ୁଛୁ ଭଲରେ ପଢ଼ିବା
अंतत जीवन काल में वाक्य को अर्थात बाइबल को टिके सारिबा तेरे बाइबल को कहीं सारिबा कारण मु कहबी गुड न्यूज फॉर गॉड्स पीपल ईश्वर को लोक मानक उत्तम खबर बाइबल रे ही अछि पृथ्वी रे उत्तम खबर देखा जाए नहीं किंतु बाइबल रे हमको उत्तम खबर हमें प्राप्त कारण कौन प्रथम विषय कारण गुड न्यूज बाइबल फुलफिल्स ईश्वर शास्त्र को पूर्ण कर फुलफिल द स्क्रिप्चर प्रथम जिनिस फुलफिल द स्क्रिप्चर वाक्य को पालन करिवार सफल करिवार प्रत्येक मनुष्य कर्तव्य जीशु ख्रीष्ट जगत में जन्मग्रहण कले बाइबल वाक्य को सफल करने आम 17 पद आ 18 पद पढ़ू ध्यान सहित पढ़ते लिखा अच्छी कौन मुझे व्यवस्था कि भाववादी मानक धर्मशास्त्र लोप करने को आसी अच्छी एपरी भाव नहीं लोप करने को आसी नहीं बर सफल करने को आसी अच्छी कारण मु तुमको सत्य कहूँ जे पर्यंत आकाश मंडल पृथ्वी लोप न पाइब से पर्यंत समस्त न घटिबा जाए व्यवस्थार एकमात्र कि एक बिंदु कौन प्रकार लोप पाइब ना सरल भाव में कहले जीशु आसी बाइबल सब कथा को सफल करने अर्थात पुरातन नियमर सब विषय को सफल करने तेरे व्यवस्था आउ धर्मशास्त्र भगवान मान कथा जोटा कह तार अर्थ कौन जीशु कहवा चाहती पुरातन नियम को सफल करने मु आसी नूतन नियम भाव जीसस हिमसेल्फ वाज द न्यू टेस्टामेंट मन रखु जीशु निजे आका नूतन नियम तेरे जीशु होचंती जीवंत पुस्तक ताको जो माने पढ़ी अर्थात बाइबल को जो माने पढ़ी से माने ही जीशु को जानी और फील कर माने कही बाइबल रे पुरातन नियम रे प्राय 351 टी वर्ष 351 थर जीशु को आसवा विषय जीशुकर जीवन विषय में पूर्व रूप जाइला 351 थर आरंभ है आदि पुस्तक ठारू आदि पुस्तक तार 3 पर्व 15 पद ठू आरंभ हुए ईश्वर जीशुकर आविर्भाव कथा से स्त्री जात हो जन्म हे आसवे सर्प को तार मस्तक को दलिले से मर भाववाणी सब स्तर में सफल है जीशु अब्राहम को गोष्ठी रे जन्म हे जीशु दाऊद को गोष्ठी रे जन्म हे जीशु बेथलेहेम रे जन्म हे जीशु जेरूशलेम को विजय यात्रा करेंगे जीशु को करड़ा प्रहार करा छेप पका हम 30 कोटी रौप्य मुद्रा बिक्री करा जीशु मरबे पुनरुत्थित हेबे सब पूर्व भाववाणी कराइला नॉट बाय चांस जीशुकर जीवन बाय चांस नुहे तेरे आम जिते वाक्य पढ़ुछु तेरे मन रखु जीसस कम्स अंडर लॉ टू फुलफिल द स्क्रिप्चर जीशु व्यवस्था भितरे आसती व्यवस्था भितरे आसी धर्मशास्त्र सफल करती और जीशु निजे कहते मु आसिला पर धर्मशास्त्र सफल है जब आप मैंने पढ़े लुक तार 4 पर्व आठी जीशु निजर आविर्भाव कौन है कथा कहती से निजे कहती कौन लुक 4 पर्व 16 पदरू जदि पढ़ी पढ़ी जा लिखा होती से जो नागरिक प्रतिपालित होते से स्थान को इतिमध्य गले अपना रीति अनुसार विश्राम बार समाज गृह प्रवेश पाइबे कौन लिखित होता प्रभुंर आत्मा मठे अधिष्ठित तेणु दिनहीन मान निकट में सुसमाचार प्रचार करने निमंते से मत अभिषिक्त कर बंदी मान निकट में मुक्ति अंध मान निकट में दृष्टि लाभर विषय घोषणा करने पुणी उपद्रव प्राप्त लोक मान मुक्त करने आउ प्रभु अनुग्रहर वंश घोषणा करने से मत प्रेरणा कले तापर लिखा पर से पुस्तक बंद करी परिचारक को ताहा फेराई दे उपवेश
ଆଉ ସମାଜର ସମସ୍ତ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା। ପୁଣି ସେ ସେମାନଙ୍କୁ କହିବାକୁ ଲାଗିଲେ, କ'ଣ କହିଲେ? ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମମାନଙ୍କ କର୍ଣ୍ଣ ଗୋଚରରେ ସଫଳ ହେଲା। ତେବେ ଯୀଶୁଙ୍କ ଜୀବନ ଦେଇ ପୁରାତନ ନିୟମର ସବୁ ବିଷୟ ସଫଳ ହେଲା। ନୂତନ ନିୟମରେ ଯୀଶୁ ଗୋଟେ ନୂଆ ଆଶା ନେଇ ଆମମାନଙ୍କ ପାଖରେ ଆସନ୍ତି। କୋଉ ଆଶା? ଯଦି ଯୋହନ ସୁସମାଚାର ଆପଣମାନେ ପଢ଼ିବେ, ଯୀଶୁଙ୍କର 7ଟି ଆୟାମ ସେଙ୍ଗ ଅଛି। ଆୟାମ ସେଙ୍ଗ ମାନେ କ'ଣ? ଯୀଶୁ କିଏ ତାଙ୍କୁ ଜାଣିବା ପାଇଁ ଯୋହନ ଯୀଶୁଙ୍କର ଯେତେ ସବୁ କହିଥିବା 7ଟି କଥା ସେ ପ୍ରକାଶ କରନ୍ତି। ପ୍ରଥମ କଥା ଆପଣମାନେ ଯଦି ପଢ଼ିବେ ଯୋହନ 6:35 ପଦରେ ଯୀଶୁ କହୁଛନ୍ତି, ଆଇ ଆମ୍ ଦ ବ୍ରେଡ୍ ଅଫ୍ ଲାଇଫ୍। ପୃଥିବୀରେ ନିହାତି ଦରକାର ଖାଦ୍ୟ। ଅର୍ଥାତ୍ ଯୀଶୁ କହିବାକୁ ଚାହାନ୍ତି ଯେ ଆଇ ଆମ୍ ଦ ଫୁଡ୍ ଫର୍ ହଂଗ୍ରି ପିପଲ୍। ଆଇ ଆମ୍ ଦ ଫୁଡ୍ ଫର୍ ଏମ୍ପଟି ଷ୍ଟୋମକ୍। ଯୀଶୁ କହିବା ପାଇଁ ଚାହାନ୍ତି ଯେ ସେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଅଟନ୍ତି। ତେବେ ଆମେ ଯେଉଁ ଭୋକିଲା ଅବସ୍ଥାରେ ଅଛୁ, ଶରୀର ପାଇଁ ଯୀଶୁ ଚିନ୍ତା କରନ୍ତି। ଯେଉଁମାନେ ଅଭାବଗ୍ରସ୍ତ ଅଛନ୍ତି, ମନେ ରଖନ୍ତୁ, ଯୀଶୁଙ୍କ ପାଖରେ ଆସିଲେ ୟୁ ୱିଲ୍ ବି ଫିଟ୍। ଆଉ ତାହା ଆମେ ଦେଖିଛୁ, 5,000 ଲୋକଙ୍କୁ ଯୀଶୁ ଖାଇବାକୁ ଦେବା ନିଶ୍ଚୟ। ଯୀଶୁଙ୍କ ପାଖରେ ଆସିଲେ, ଯୀଶୁଙ୍କ ସହିତ ଜୀବନ କାଟିଲେ କେହି କେବେ ଭୋକରେ ରହିବ ନାହିଁ। ସେଥିପାଇଁ ଯୀଶୁ କହୁଥିଲେ କ'ଣ? ଦିନହୀନ ମାନଙ୍କ ନିକଟରେ ସୁସମାଚାର। ଭୋକିଲା ପାଇଁ, ଭୋକରେ ଥିବା ଲୋକକୁ ସୁସମାଚାର କ'ଣ? ଖାଦ୍ୟ। ପ୍ରଥମ କଥା ଯୀଶୁ କହିଲେ, ପ୍ରଥମ ବିଷୟ, ଆଇ ଆମ୍ ଦ ବ୍ରେଡ୍ ଅଫ୍ ଲାଇଫ୍। ମୁଁ ଜୀବନଦାୟକ ଆହାର। ଯୋହନ 8:12 ଯୀଶୁ କହିଲେ, ଆଇ ଆମ୍ ଦ ଲାଇଟ୍ ଅଫ୍ ଦ ୱର୍ଲ୍ଡ। ଯୀଶୁ କହୁଛନ୍ତି, ମୁଁ ଜଗତର ଜ୍ୟୋତି। ଏଇଟା କ'ଣ? ଜୟ ଫର୍ ଦ ପିପୁଲ ହୁ ଆର୍ ଟ୍ରାଭେଲିଂ ଇନ୍ ଦ ଡାର୍କନେସ୍। ଯୀଶୁ କହୁଛନ୍ତି, ତୁମେ ଯଦି ଜୀବନରେ ଦୁଃଖଗ୍ରସ୍ତ ଅଛ, ମୁଁ ଆନନ୍ଦ ଦେବା ଲୋକ, ଜ୍ୟୋତି ଦେବା ଲୋକ। ୟୁ କମ୍ ଟୁ ମି। ପ୍ରିୟମାନେ, ଯେତେବେଳେ ଆମେ ଯକ୍ଷଙ୍କର ଜୀବନକୁ ଆମେ ଲକ୍ଷ୍ୟ କରୁ, ଯକ୍ଷ ହି ହ୍ୟାଡ୍ ପ୍ଲେଣ୍ଟି ଅଫ୍ ମନି, ପ୍ଲେଣ୍ଟି ଅଫ୍ ୱେଲ୍ଥ ହି ହ୍ୟାଡ୍। ଯକ୍ଷଙ୍କ ଜୀବନରେ ଯଥେଷ୍ଟ ଥିଲା, ଗରମ ନାହିଁ। ତାର ଏତେ ସମ୍ପତ୍ତି ଥିଲା, ଲେଖାଯାଏ ସେ ଅର୍ଧେକ ଦେଲା, 4 ଗୁଣ ଫେରାଇଲା ଯାହାଠାରୁ ଅନ୍ୟାୟରେ ନେଇଛି। ସେ କାହିଁକି ଯୀଶୁଙ୍କ ପାଖରେ ଯିବ? ବିକଜ ସବୁ ଥିଲା, କିନ୍ତୁ ତା ଜୀବନରେ ଦୁଃଖ ଥିଲା। ତେବେ ଯେଉଁମାନେ ଦୁଃଖଗ୍ରସ୍ତ, ସେମାନଙ୍କ ପାଇଁ ଯୀଶୁ ଆନନ୍ଦର ଜ୍ୟୋତି ଦିଅନ୍ତି। ଆଉ ଯକ୍ଷ ତାଙ୍କ ଘରେ ଯୀଶୁଙ୍କୁ ଡାକିଲା ପରେ ସେ ଫିଲ୍ କରନ୍ତି ଆଉ ପ୍ରକାଶ କରନ୍ତି। ଦ୍ୱିତୀୟ କଥା, ଆଇ ଆମ୍ ଦ ଲାଇଟ୍ ଅଫ୍ ଦ ୱର୍ଲ୍ଡ। ତୃତୀୟ ବିଷୟ, ଯୀଶୁ କହୁଛନ୍ତି, ଆଇ ଆମ୍ ଦ ଡୋର୍। ଯୋହନ 10:52, ମୁଁ ଦ୍ୱାର ଅଟେ। ଅର୍ଥାତ୍ ଯୀଶୁ ହେଉଛନ୍ତି ଆମଙ୍କର କବାଟ। ଯଦି ପରିସ୍ଥିତି ଚତୁର୍ଦିଗରେ ବନ୍ଦ ହେଇଯାଇଥିବ, if you are locked, if you are closed, your doors are closed, Jesus is the only medium who can open the door. ଯୀଶୁ ଏକମାତ୍ର ଦ୍ୱାର। ସେ ଆପଣମାନଙ୍କୁ ନୂଆ ପଥ ଦେଖେଇବେ। ଆଉ ତାର ବାସ୍ତବିକତା ଆମେ ଦେଖୁଛୁ, ଈଶ୍ୱର କ'ଣ କରିପାରନ୍ତି। ଇସ୍ରାଏଲ ଗୋଷ୍ଠୀ ଯେତେବେଳେ ମିଶ୍ରରୁ ବାହାରିଥିଲେ, ସମ୍ମୁଖରେ ସମୁଦ୍ର ଥିବା କଥା, ଆଉ ପଛଆଡ଼େ ମିଶ୍ରୀୟ ମାନେ ଆକ୍ରମଣ କରିବା କଥା। they were locked। ସେମାନେ ପୁରା ବନ୍ଦ ଥିଲେ, କିନ୍ତୁ ଈଶ୍ୱର God became the door for them। ଈଶ୍ୱର ନିଜେ ରାସ୍ତା ଖୋଲିଦେଲେ ସମୁଦ୍ରକୁ ଚିରି। ଯେଉଁମାନେ ଆମେ ଅନେକ ସମୟରେ ସେମିତି ପରିସ୍ଥିତି ଗୁଡ଼ାକରେ ଥିବୁ, ଯେଉଁ ସମୟରେ ଭାବିବୁ ଯେ ଚାରିଆଡ଼େ ଦ୍ୱାର ରୁଦ୍ଧ ଅଛି, ବାଟ ଦେଖାଯାଉ ନାହିଁ, କିଏ ଜାଣେ ମୋର ସୁଇସାଇଡ୍ କରିବା ଦ୍ୱାରା ସମାଧାନ ହେବ, ଉପାୟ ନାହିଁ ବୋଲି ଭାବୁଥିବୁ। କିନ୍ତୁ ପ୍ରଭୁ ରାସ୍ତା ଖୋଲିଦେବେ ଯଦି ତାଙ୍କ ପାଖକୁ ଆସିବୁ। ତୃତୀୟ ବିଷୟ, ଶାସ୍ତ୍ର ଆମମାନଙ୍କୁ ଯଦି ପଢୁଛୁ, ଯୀଶୁକୁ ଫିଲ୍ କରିପାରିବେ ଏପରି ଭାବରେ। ଚତୁର୍ଥ ବିଷୟ, ଯୀଶୁ କହୁଛନ୍ତି, ଆଇ ଆମ୍ ଦ ଗୁଡ୍ ଶେଫର୍ଡ। ଯୀଶୁ କହିବା ପାଇଁ ଚାହାନ୍ତି ଯେ ଆଇ ଆମ୍ ରେଫ୍ୟୁଜ ଫର୍ ଷ୍ଟ୍ରେଞ୍ଜର। ମୁଁ ଉତ୍ତମ ମେଷପାଳକ, ମୋ ପାଖରେ ଆସିଲେ ତୁମକୁ ଠିକ୍ ରାସ୍ତାରେ ନେବି। ମେଷପାଳକ କ'ଣ କରିବ? ସେ ସାଧାରଣତଃ
ଯେତେବେଳେ ଆମେ ଗୀତ ସଂହିତା ତାର ଏକ ପର୍ବ ଆଉ ବିଶେଷ କରି 23 ପର୍ବ ପଢୁଛୁ ଆଉ ସେଠି ଗୋଟେ ମେଷପାଳକର ଦାୟିତ୍ୱ ଲେଖାଇଛି। ଯୀଶୁ କ'ଣ କରିପାରନ୍ତି? ମେଷପାଳକ ଉତ୍ତମ ତୃଣମୟ ସ୍ଥାନରେ ସେ କଢ଼େଇ ନେବ, ଖାଇବା ପାଇଁ ଯୋଉଠି ଘାସ ଥିବ ମେଣ୍ଢାମାନଙ୍କୁ କଢ଼େଇ ନେବ, ଯୋଉଠି ପାଣି ଥିବ ସେ ପାଖରେ ନେବ। ଆଉ ଯଦି ଶତ୍ରୁ ଆକ୍ରମଣ କରେ ମେଷପାଳକ ଯଦି ବାଘ ସିଂହ କି ଆକ୍ରମଣ କରେ ମେଣ୍ଢାମାନଙ୍କୁ ତାକୁ ସୁରକ୍ଷା ଦେବ। ଯୀଶୁ କହିବା ପାଇଁ ଚାହାନ୍ତି ଏ ଦୁନିଆର ସମସ୍ତେ ହିଂସ୍ରକ ପାଲଟିଲେ ସୁଦ୍ଧା ଯଦି ମୋର ଶରଣାଗତ ଅଛ ତେବେ ମୁଁ ତୁମମାନଙ୍କୁ ଉତ୍ତମ ମେଷପାଳକ ଭାବେ ଦାୟିତ୍ୱ ନେବି। ଚତୁର୍ଥ ବିଷୟ ଯୋହନ 10 ପର୍ବ 11 ଆଉ 14 ପଦରେ ଯୀଶୁ କହନ୍ତି ଆଇ ଆମ୍ ଦ ଗୁଡ୍ ସେଫର୍ଡ। ପଞ୍ଚମ ବିଷୟ ଯୋହନ 11 ପର୍ବ ତାର 25 ପଦରେ ଆମେ ଦେଖୁଛୁ ଯୀଶୁ କହୁଛନ୍ତି ମୁଁ ପୁନରୁତ୍ଥାନ ଓ ଜୀବନ, ଆଇ ଆମ୍ ଦ ରେଜୁରେକ୍ସନ୍ ଆଣ୍ଡ ଲାଇଫ୍। ଯୀଶୁ କହିବା ପାଇଁ ଚାହାନ୍ତି ତୁମେ ମରିବା ପାଇଁ ଡର ନାହିଁ। ଯଦି କେହି ଆମମାନଙ୍କୁ ମୃତ୍ୟୁର ଡର ଦେଖାଇଲେ ତେବେ ମଧ୍ୟ ତୁମେ ଡର ନାହିଁ, କାରଣ ମୁଁ ମୃତ୍ୟୁ ପରର ଜୀବନକୁ ଦେଖେଇଛି। ମୁଁ ପୁନରୁତ୍ଥାନ ଜୀବନ, ମୁଁ ବଞ୍ଚିଛି, ମଲା ପରେ ମଧ୍ୟ ତୁମେ ବି ବଞ୍ଚିବ। ଡୋଣ୍ଟ ଫିୟର। ଯୀଶୁ କହିବା ପାଇଁ ଚାହାନ୍ତି ଜୀବନର ଏପରି ପରିସ୍ଥିତି ଆସିଲେ ସୁଦ୍ଧା ମୁଁ ତୁମ ସହିତ ଅଛି। ଲାଜାର କଥା, ତୁମର ଜୀବନ ଯଦି ପଚି ସଢି ଗଲା ଭଳିଆ ଫିଲ୍ ହେଉଥିବ 4 ଦିନ ପରେ ମଧ୍ୟ ଉଠାଇ ଜୀବନ ଦେବା ପାଇଁ ମୁଁ ସକ୍ଷମ ଈଶ୍ୱର। ହେଲେ ବାଇବଲ ପଢି ଯୀଶୁଙ୍କର ବିଷୟ ନ ଜାଣିଲେ ଲାଜାରଙ୍କର କଥା ଆମେ ନିଜେ ଜୀବନରେ ଉଦ୍ଭବ ନ କଲେ ଆମେ ବୁଝିପାରିବୁ ନାହିଁ। ଏବେ ଯେତେ ଷ୍ଟୋରି ମୁଁ କହିଲି এটা কাল্পনিক নহে। বাইবেলରେ ଯାହା ସବୁ କୁହାହେଇଛି କାଳ୍ପନିକ ନୁହେଁ, ଏହା ଜୀବନ୍ତ ଲୋକ ସାକ୍ଷ୍ୟ ଦେଇ ସାରିଛନ୍ତି। ଆମର ସାକ୍ଷ୍ୟ ବାକି ଅଛି। ମୁଁ ଆଗାମୀ ଦିନରେ କହିବାର ଅଛି ମୋ ଜୀବନରେ ପ୍ରଭୁ କ'ଣ କରିଛନ୍ତି। ପଞ୍ଚମ ବିଷୟ ଯେ ଜିସସ୍ ଇଜ ଦ ରେଜୁରେକ୍ସନ୍ ଆଣ୍ଡ ଲାଇଫ୍। ଷଷ୍ଠ ବିଷୟ ଯୋହନ 14:6 ଯୀଶୁ କହୁଛନ୍ତି ଆଇ ଆମ୍ ଦ ୱେ ଟ୍ରୁଥ୍ ଆଣ୍ଡ ଲାଇଫ୍। ଯୀଶୁ କହୁଛନ୍ତି ମୁଁ ପଥ ସତ୍ୟ ଓ ଜୀବନ। ତେବେ ଅନେକ ଭରସାହୀନ ଭଳିଆ ଅଛନ୍ତି, ହୋପଲେସ୍ ଲାଇଫ୍ କାଟୁଛନ୍ତି। ଆଉ ହୋପଲେସ୍ ଲାଇଫ୍ ମଧ୍ୟରେ ପ୍ରଭୁ ଆପଣମାନଙ୍କୁ ଭରସା ଦିଅନ୍ତି, ରାସ୍ତା ଦେଖେଇବି ବୋଲି ସେ କହନ୍ତି। ଆଉ ଶେଷ ସପ୍ତମ ବିଷୟ ଯଦି ଆମେ ପଢିଗଲୁ ଯୋହନ ତାର 15 ପର୍ବ 1 ପଦ ଆଉ 5 ପଦରେ ଯୀଶୁ କହୁଛନ୍ତି ଆଇ ଆମ୍ ଦ ଭାଇନ୍। ମୁଁ ଉତ୍ତମ ଦ୍ରାକ୍ଷାଲତା। ଦ୍ରାକ୍ଷାଲତା ମାନେ କ'ଣ? ଏଇଟା ଗୋଟେ ଗଛ, ଆଉ ସେ ଗଛ ସହିତ ଯଦି ଶାଖା କିମ୍ବା ଫଳ ଜଡ଼ିତ ଥିବ ସେତେ ଦିନ ପର୍ଯ୍ୟନ୍ତ ହିଁ ବଞ୍ଚିବ। ଆମେ ମଧ୍ୟ ଖ୍ରୀଷ୍ଟିଆନ ଲାଇଫରେ ଯେତେ ଦିନ ପର୍ଯ୍ୟନ୍ତ ଶାସ୍ତ୍ର ସହିତ ବାକ୍ୟ ସହିତ ପ୍ରଭୁଙ୍କ ସହିତ ଯୋଡ଼ି ହେଇ ରହିବୁ ସେତେ ଦିନ ପର୍ଯ୍ୟନ୍ତ ହିଁ ଆମେ ବଞ୍ଚିଥିବୁ। ଯଦି ଆମକୁ ଗଛଠାରୁ ଶାଖାକୁ ଅଲଗା କରାଯାଏ, ଫଳକୁ ଅଲଗା କରାଯାଏ, ତେବେ ନିଶ୍ଚୟ ଆମର ସ୍ଥିତି ଧୀରେ ଧୀରେ କମି କମିଯିବ, ଆମେ ମୃତ୍ୟୁ ଆଡ଼କୁ ଗତି କରିବୁ। ତେବେ ଯୀଶୁ ଆଜି ଆମକୁ କହିବା ପାଇଁ ଚାହାନ୍ତି ମୁଁ ଶାସ୍ତ୍ରାଂଶକୁ ପୂରଣ କରିବା ପାଇଁ ଆଜି ମଧ୍ୟ ଶାସ୍ତ୍ରାଂଶ ଭାବରେ ବାକ୍ୟ ମାଧ୍ୟମରେ ତୁମ ପାଖରେ ଅଛି। ବଟ୍ whether you are using me or not, ମୋତେ ତୁମେ ଜୀବନରେ ବ୍ୟବହାର କରୁଛ ନା ନାହିଁ ତାହା ତୁମେ ଡିସାଇଡ୍ କର। ଯୀଶୁ ଆମମାନଙ୍କୁ କହିବା ପାଇଁ ଚାହାନ୍ତି ପ୍ରିୟମାନେ। ଆଉ ସେଥିପାଇଁ ପୁରାତନ ନିୟମକୁ ଆମେ କହୁ ଥିଓରି। ପୁରାତନ ନିୟମ ହେଉଛି ଗୋଟେ ଥିଓରି ପାଠ ଯେଉଁମାନେ ପଢ଼ନ୍ତି ଦୁଇଟା କ୍ୟାଟେଗୋରୀ ଥାଏ। କ'ଣ କ'ଣ? ଥିଓରି ଆଉ ପ୍ରାକ୍ଟିକାଲ। ପୁରାତନ ନିୟମରେ ଖାଲି ନୀତି ନିୟମ ଭର୍ତ୍ତି ଥିଲା, କିନ୍ତୁ ନୂତନ ନିୟମରେ ପାଳିବାର ସମୟ, ସଫଳ କରିବାର ସମୟ। ଯୀଶୁ ନିୟମକୁ ସଫଳ କଲେ ଠିକ ରୂପ ଯୀଶୁଙ୍କର ଜୀବନ ଦେଖି ଆମ ଜୀବନ ମଧ୍ୟ ସଫଳ କରିବାର ଅଛି। ଯୀଶୁଙ୍କର ଜୀବନ ହେଉଛି ଗସ୍ପେଲ। ଆମେ ଯଦି ଯୀଶୁଙ୍କର ଜୀବନ ଢାଞ୍ଚାରେ ଚାଲିବା ଆମେ ମଧ୍ୟ ଜଗତରେ ଗୋଟେ ଗସ୍ପେଲ ହେଇପାରିବା। ପ୍ରଥମ ବିଷୟ କହିବି ଫୁଲଫିଲ୍ ଦ ସ୍କ୍ରିପଚର। ଯୀଶୁ ଆସିଲେ ଶାସ୍ତ୍ର ପୂରଣ କରିବା ପାଇଁ, ଆମେ ମଧ୍ୟ ଜଗତରେ ବଞ୍ଚିବା ଯୀଶୁଙ୍କର ଜୀବନକୁ ଆମ ଜୀବନରେ ପୂରଣ କରିବା ପାଇଁ। ପ୍ରଥମ ବିଷୟ fulfill the scripture. দ্বিতীয় বিষয় faithful in seeking অর্থাৎ অন্বেষণের বিশ্বস্ত
ପଥଗ୍ରସ୍ତ ହେବା। ଯଦି ପ୍ରଭୁଙ୍କର ପଛରେ ଚାଲୁଛୁ, ଯଦି ତାଙ୍କର ଅନୁସନ୍ଧାନକୁ ଠିକରେ ଅନୁସନ୍ଧାନ କରିବା, ଯୀଶୁ ବା ଈଶ୍ୱର ପୃଥିବୀର ଅନେକ ବିଷୟ ଆମକୁ ଶିକ୍ଷା ଦେଉଛନ୍ତି ଯେ କ'ଣ କ'ଣ ବିଷୟ ଆମ ଜୀବନକୁ କରିପାରେ। ଗୋଟେ ମେସେଜ ଆସିଥିଲା, ମୁଁ ଦେଖୁଥିଲି, ଆଉ ସେଠି କ'ଣ ଲେଖା ଅଛି, 3ଟି ଏପୁଲ, 3ଟା ଏପୁଲ ଫଳ ପୃଥିବୀକୁ ପରିବର୍ତ୍ତନ କରିଦେଇଛି। 3ଟା ଏପୁଲ ପୁଣି ପୃଥିବୀକୁ ପରିବର୍ତ୍ତନ କରିଛି। କିନ୍ତୁ 1887 ମସିହାରେ ଯେତେବେଳେ ଆଇଜାକ୍ ନ୍ୟୁଟନ ଗଛ ତଳେ ବସିଥିଲେ, ଉପରୁ ଗୋଟେ ଏପୁଲ ପଡ଼ିଲା ମୁଣ୍ଡରେ, ତାଙ୍କୁ ବୁଦ୍ଧି ଆଇଲା। ଫାଷ୍ଟ ଏପୁଲ ମୁଁ କହିବି, ମଝି ଏପୁଲ, ମଝିରେ 1887ରେ ଆଇଜାକ୍ ନ୍ୟୁଟନଙ୍କ ମୁଣ୍ଡ ଉପରେ ଯେତେବେଳେ ଏପୁଲ ପଡ଼ିଲା, ତାକୁ ବୁଦ୍ଧି ଆଇଲା। କ'ଣ ବୁଦ୍ଧି? ଯେ ପୃଥିବୀର ଗୋଟେ ଶକ୍ତି ଅଛି। କି ଶକ୍ତି? ଗ୍ରାଭିଟି, ମାଧ୍ୟାକର୍ଷଣ ଶକ୍ତି। ସେଥିପାଇଁ ଆପଣମାନେ ଯେତେ ଯାହା ଉପରକୁ ଫିଙ୍ଗିଲେ କୋଉଠି ଆସୁଛି? ପୃଥିବୀର ଗୋଟେ ଶକ୍ତି ଅଛି ଯୋଉଟାକି ସବୁ ଝିକୁଛି। ଆଉ ଆମେ ମଧ୍ୟ ଚାଲିଲେ ଗୋଡ଼ ତଳେ ଆସୁଛି, ଡେଇଁଲେ ଆମେ ତଳକୁ ଆସୁଛୁ। ନଚେତ କ'ଣ ହେଇଥାନ୍ତା? ଯଦି ଆମେ ପୃଥିବୀରୁ ଉପରକୁ ଯିବୁ, ଭିନ୍ନ ଗ୍ରହରେ ଯିବୁ, ଶୂନ୍ୟକୁ ଯିବୁ, କ'ଣ ହବ? ଆମେ ସବୁ ଉଡ଼ିବୁ। ସେଠି ଗ୍ରାଭିଟି ନାହିଁ, ମାଧ୍ୟାକର୍ଷଣ ଶକ୍ତି ନାହିଁ। ଯେତେ ପୃଥିବୀ ଉପରକୁ ଆପଣ ଯିବେ, ସେତେ ପର୍ଯ୍ୟନ୍ତ ଆପଣ ପ୍ରେସର ଦେବାକୁ ପଡ଼ିବ ଭିତରେ ଆସିବା ପାଇଁ। ଯେଉଁମାନେ ସ୍ପେସ୍କୁ ଯାଆନ୍ତି, ଆଉ ସେମାନେ ସ୍ପେସ୍କୁ ଗଲା ପରେ ଆମେ ଦେଖୁଛୁ ସେମାନେ ଉଡ଼ି ଉଡ଼ି ବ୍ରସ୍ କରନ୍ତି, ଉଡ଼ି ଉଡ଼ି ଗାଧାନ୍ତି ଗଲାବେଳେ। ତେଣୁ ସ୍ପେସ୍ରେ ସେଠି ଅକ୍ସିଜେନ୍ ନାହିଁ, ଅମ୍ଳଜାନ ନାହିଁ, କି ମାଧ୍ୟାକର୍ଷଣ ଶକ୍ତି ନାହିଁ। ସେଥିପାଇଁ ସେପରି ହୁଏ। ପ୍ରଥମ ଏପୁଲ ଆମକୁ ନ୍ୟୁଟନଙ୍କ ମୁଣ୍ଡରେ ପଡ଼ିଲା, ତାଙ୍କୁ ବୁଦ୍ଧି ଆସିଲା, ଭୟଙ୍କର ବୁଦ୍ଧି, ପୃଥିବୀରେ ଗୋଟେ ଶକ୍ତି ଅଛି। ଆଜିକାଲି ଏଇ କେତେ ବର୍ଷ ଭିତରେ, କେବେ ସେଇଟା 1976ରେ ଏପ୍ରିଲ ମାସ 1 ତାରିଖରେ ଗୋଟେ ବୁଦ୍ଧି ଆଇଲା। ତାଙ୍କ ନାଁ ହେଉଛି ଷ୍ଟିଭ୍ ଜବ୍ସ। ତାଙ୍କୁ ଗୋଟେ ବୁଦ୍ଧି ଆଇଲା, ସବୁଠାରୁ ବଡ଼ ଏପୁଲ ବ୍ରାଣ୍ଡ କିଆ କହିଲେ? ଏପୁଲ ବ୍ରାଣ୍ଡ, ଅଦା ଖାଇଥିବା ଏପୁଲ। ସେ ସବୁ ବିଷୟ ପୃଥିବୀରେ ବର୍ତ୍ତମାନ ରାଜ କରୁଛି। ଏପୁଲ ଫୋନ୍ ପାଇଁ କେତେ ମାଡ଼ଗୋଳ, କେତେ ଟିକଟକ୍, କେତେ ଇନଷ୍ଟାଗ୍ରାମ, ଏପୁଲ ଫୋନ୍। କ'ଣ ବୋଲି କହୁଛନ୍ତି ସେଟା 11, 12 ପ୍ରୋ। ତେବେ ଏପୁଲର ବ୍ରାଣ୍ଡର ଫୋନ୍ ଧରି ଦେଖାଇବାର ପୃଥିବୀକୁ ପରିବର୍ତ୍ତନ କରୁ। ସବୁ ଫୋନ୍ ଥିଲେ ନାଇଁ ପଛେ, କିନ୍ତୁ ଏପୁଲର କିଛି ଗୋଟେ ଥିଲେ ସବୁଠୁ କଷ୍ଟଲି। ମୁଁ ଟିକେ ଷ୍ଟାଣ୍ଡାର୍ଡ ଦେଖାଇବା ପାଇଁ ପୃଥିବୀ ବର୍ତ୍ତମାନ କାବ୍ଜାରେ ନେଇଯାଇଛି। ଇ ଲୋକ ଗୋଟେ ବାହାରିଲା ଏପୁଲ ଗୋଟେ ଧରି ନେଇକି, କିଏ ସେଇଟା? ଷ୍ଟିଭ୍ ଜବ୍ସ। ଏଇଟା କ'ଣ କଲା? ପୃଥିବୀକୁ ପରିବର୍ତ୍ତନ, ବ୍ରାଣ୍ଡ ଦେଖାଇବା ପାଇଁ। ଫାଷ୍ଟ ଏପୁଲ ତୋଟି ଖାଇଥିଲେ କିଏ? ଇଟେନ୍ ବାଇ ଇଭ୍ ନେଇକି ପ୍ରଥମରେ ଖାଇଲେ, ପରେ ଆମକୁ ଦେଲେ। ସେ ଫାଷ୍ଟ ଫଳ ଖାଉ ଖାଉ ପୃଥିବୀ ପାପରେ ଗଲା। ସେକେଣ୍ଡ ଫଳ ମୁଣ୍ଡରେ ପଡ଼ୁ ପଡ଼ୁ ବୁଦ୍ଧି ଚେତା ବସିଲା। ଥାର୍ଡ ଫଳ ପଡ଼ୁ ପଡ଼ୁ ଆମେ ପୁରା ଡେଭଲପ ହେଇଗଲୁ। ଭାବନ୍ତୁ, ଗୋଟେ ଲୋକକୁ ଛୋଟ ଛୋଟ ବିଷୟ କେଡ଼େ ବଡ଼ ଶିକ୍ଷା ଦେଇଦେଉଛି। ପ୍ରିୟମାନେ, ଏପୁଲ ଯଦି ପୃଥିବୀର ଭୟଙ୍କର ଜ୍ଞାନୀକୁ ବାହାର କରିପାରୁଛି, କାହାକୁ? ଆଇଜାକ୍ ନ୍ୟୁଟନ ଭଳିଆ ଲୋକକୁ, ତେବେ ଈଶ୍ୱରଙ୍କର ବାକ୍ୟ ଆମକୁ କେମିତି ଭାବରେ ତିଆରି କରିବ ନାହିଁ ଆପଣମାନେ ନିଜେ ଭାବନ୍ତୁ। କିନ୍ତୁ ଆମେ ବିଶ୍ୱସ୍ତ ନହୁଁ, ଛୋଟ ଛୋଟ ବିଷୟରେ ମଧ୍ୟ ବିଶ୍ୱସ୍ତ ନହୁଁ। ତେବେ ବଡ଼ ବିଷୟରେ ପ୍ରଭୁ କେମିତି ଆମଙ୍କ ଜୀବନରେ ସଫଳ କରିବେ? ସେଥିପାଇଁ ଯେତେବେଳେ 19 ପଦ ପଢ଼ୁଛୁ, ଆଉ ସେଠି ଲେଖା ଅଛି ମାଥ୍ୟୁ 5:19ରେ, କ'ଣ ବୋଲି? ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ, ଲୋକଙ୍କୁ ସେହି ପ୍ରକାର ଶିକ୍ଷା ଦିଏ, ସେ ସ୍ୱର୍ଗ ରାଜ୍ୟରେ କ୍ଷୁଦ୍ର ବୋଲି ଖ୍ୟାତ ହେବ। କିନ୍ତୁ ଯେ କେହି ସେହି ସମସ୍ତ ପାଳନ କରେ, ଶିକ୍ଷା ଦିଏ, ସେ ସ୍ୱର୍ଗ ରାଜ୍ୟରେ ମହାନ ବୋଲି ଖ୍ୟାତ ହେବ।
तेज जहाँ सब प्रभु बाइबल जदि या विश्वस्त भाव पालन कर ग्रेट। आइजाक न्यूटन किसी भयंकर है जोटा पृथ्वी में थिला ताको आविष्कार कला पृथ्वी जाक ताको जानिले बाध्याकरण दर्शन शक्तिर कौन डिस्कवर करवा लोक हेले ए छोट विषय तेज आम छोट छोट विषय विश्वस्त रहिले प्रभु महान विषय आम जीवन में साधन कर किंतु आम जो बेसी बड़ हो पावर बढ़ी जाए आम विश्वस्तता पड़े छोट छोट विषय आम विश्वस्त हो बेले बेले अल्प टंकार विश्वस्त बेसी टंका हेले विश्वास पड़ी जाए लोभ आरंभ हुए अल्प विषय प्रभु बेसी विश्वस्त थी बेसी बड़ कृतित्व हेले आम समस्या पड़ जाऊ। बेस्ट एग्जांपल मु कहे जेतबेले थॉमस एंड्रयूस कथा जेतबेले से टाइटैनिक जहाज तैयार कले पृथ्वीर सबुठारु विराट जहाज तार लंबा पुणी केते 882 फुट आपने कहती तार लंबा पुणी 69.1 मीटर 100 मीटर दौड़ तापर रथा 170 मीटर जहाज केवे 1912 मसीह तैयारी करे आउ से से जहाज तैयारी करुचंती कला बेले लोक ताकू कहते आपण ये चारिआडे लाइफ बोट गुड़ाक बड़ बड़ जहाज छोट छोट डंगा गुड़िक था लाइफ बोट बोली कहते से कम लाइफ बोट थिला ताकू पचरा गला थॉमस एंड्रयूस कहीं तुम लाइफ बोट गुड़ाक कम रखीच से कहे न्यूज पेपर वाला पचारा जे टाइटानिक विषय दुई पद कह कहीं आप लाइफ बोट एमती कम रखुच्च तेज से कहले टाइटानिक गोटे एमती जहाज इवेन गॉड कैन नॉट सिंक इट प्रभु चाहले बुड़ाई पारे नहीं बापारे की पावरफुल लोक से सुंदरता पड़ाइब लाइफ बोट खाली डिजाइन दिया तो बुड़वा नहीं लाइफ बोट की दरकार डिजाइन केतेटा लाइफ बोट रखाई डंका से कम लोक बचे जब लाइफ बोट पैसा था किए जाने सब प्राय बची पारि था तेरे से कहते ईश्वर चाहले सुधा टाइटानिक जहाज को बुड़े पार नहीं जार ओजन प्राय 47,000 केजी आउ से समय सबुठ कस्टलीएस्ट जहाज से किंतु कौन है तार परिणाम बेसी ना केबे बाहरला एप्रिल मास 10 तारीख बाहरला 5 दिन जाइए नहीं केवल 5 दिन यात्रा कला परे एप्रिल 14 तारीख 1912 मसीहा आ समान राति 11:40 समय छोट बरफ खंड सहित उपरिया बरफ खंड सहित बाजिगला छोट हल है भाविले एटा स्ट्रॉन्गेस्ट किसी हम ना लेट इट बी सिनेमा रे हम देखु टाइटानिक भयंकर रूप बोली भाविले किंतु प्रकृतर बेसी सान बोली से मन फील करथिले नचे केते शीघ्र से माने योजना करि पारि थांती बेसी सान है एटा तो जीवन के जे तैयारी करी जदि से मनुष्य को तैयार करी से कहिछि कोन बोली ईश्वर चाहिले मध्य ताकू बुड़ाई पारिबे नाही मात्र 5 दिन भितरे केवल छोट बरफ खंड सहित झटका बाजिला 11:40 रे बाजिबाटा 2टा सकाळ बोले राति 14 तारीख राति 11:40 रे बाजिथिबा छोट कोणा हिथिबा जागा एमती रूप धारण कला पाहांतिया 2:20 बोले केते समय लगिला मात्र 2 घंटा 40 मिनिट लगिला सब जहाज पानी तले बुड़गला प्रभु को चैलेंज करवा नहीं बेसी बड़ हो बेसी मानिदेली यथेष्ट आउ नहीं प्रिय माने आमर छोट छोट विषय आम विश्वास करवा प्रभुंकर आशीर्वाद उद्देश्य कर कार्य कर फेथफुल रहा जदि जहाँ अचिवमेंट कर फेथफुल कहूँ जदि महान होगा इच्छा करुचु तेज आम ईश्वर ठारे समर्पित
যদি সেদিন কইথাতে কে জানে থমাস এন্ড্রিউস না ঈশ্বরকর অনুগ্রহ কে জানে সুরক্ষিত পাইথাতে ঈশ্বরকর দয়ায়, কিন্তু সেই ঈশ্বরকে চ্যালেঞ্জ কলে ঈশ্বর শিক্ষা মধ্যে দেবে। ঈশ্বর ছড়া বা ঈশ্বর বিহীন জীবন কাটନ୍ତି ସେମାନଙ୍କୁ ଶିକ୍ଷା ମଧ୍ୟ ପ୍ରଭୁ ଦିଅନ୍ତି। ଫେଥଫୁଲ୍ ଇନ୍ ସିକିଂ, ପ୍ରଭୁଙ୍କର ବିଶ୍ୱାସ ରହି ଅନ୍ୱେଷଣ କରିବା। ତୃତୀୟ ବିଷୟ ଫ୍ରୁଟଫୁଲ୍ ଇନ୍ ସର୍ଭିଂ। ଫ୍ରୁଟଫୁଲ୍ ଇନ୍ ସର୍ଭିଂ ଅର୍ଥାତ୍ ସେବାରେ ଫଳବନ୍ତ ହେବା। ତେବେ ଖ୍ରୀଷ୍ଟିଆନ ଜୀବନ ମୁଁ କହେ এটা তপস্যা করিবার জীবন। কে জানে মই খ্রিস্টিয়ান গলি সতীশ্বরকে তো জানিছি, যিশুকে জানিছি, উঠি হিমালয়ে যাবি তপস্যা করিবি, মোর পাই মই প্রভুকে চিনিছি, যথেষ্ট কার সেবারে মু আসিবি না। মনে রখন্তু খ্রিস্টিয়ান মানে ସେମାନେ ହଉଛି ଏମିତିକା ଲୋକ ଯୀଶୁଙ୍କ ଭଳିଆ ଲୋକ। ସେଥିପାଇଁ ଖ୍ରୀଷ୍ଟ ଯୁକ୍ତ ଖ୍ରୀଷ୍ଟ ଯୁକ୍ତ ଆଚରଣ, ଖ୍ରୀଷ୍ଟଙ୍କ ପରି କାମ କରିବାକୁ ପଡ଼ିବ। ଯୀଶୁ ଚାହିଁଥିଲେ କୋଉ ପାହାଡ଼ରେ ଯାଇକରି ତପସ୍ୟା କରି ରହିଯାଇଥାନ୍ତେ, ଈଶ୍ୱର ହେଇଥାନ୍ତେ। ସେ କେମିତି ଈଶ୍ୱର ହେଲେ? ଲୋକ ଆମେ ତାଙ୍କୁ ଈଶ୍ୱର ବୋଲି ମାନୁଛୁ, ପୃଥିବୀ ତାଙ୍କୁ ମହାପୁରୁଷ ବୋଲୁଛନ୍ତି, ଯେଉଁମାନେ ବିଶ୍ୱକୁ ଈଶ୍ୱର ବୋଲି କହୁନାହାନ୍ତି ମହାପୁରୁଷ ମଧ୍ୟ କହୁଛନ୍ତି। କାହିଁକି କହିଲେ? କାରଣ ତାଙ୍କର କାର୍ଯ୍ୟ ସର୍ଭିଂ ଟୁ ଦ ପିପଲ, ଲୋକମାନଙ୍କୁ ସେବା କରିବା, ଫଳଯୁକ୍ତ ସେବା କରିବାର ଅଛି। କିଛି ଗୋଟେ ଆମ ଜୀବନ ଠାରୁ ବାହାରିବାର ଅଛି ସେବାର। ଯଦି ବାହାରୁ ନାହିଁ ତେବେ ଆମ ବ୍ୟକ୍ତିଙ୍କୁ କେହି ଚିହ୍ନିବେ ନାହିଁ। ତେବେ 20 ପଦ ପଢ଼ୁଛୁ, ସେଠି ଲେଖା ଅଛି, କାରଣ ମୁଁ ତୁମମାନଙ୍କୁ କହୁଅଛି ତୁମମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୁସୀ ମାନଙ୍କର ଧାର୍ମିକତା ଅପେକ୍ଷା ଅଧିକ ବେଶୀ ନ ହେଲେ ତୁମେମାନେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ତେବେ ଟିକେ ଡିଫରେଣ୍ଟ ରହିବ। ଶାସ୍ତ୍ରୀ ଆଉ ଫାରୁସୀ ଦୁଇଟା କଥା ମନେ ରଖ। ଏମାନେ କେମିତି? ଶାସ୍ତ୍ରୀ ବୋଲେ ପକ୍ଷତ ଲୋକମାନେ ଶାସ୍ତ୍ରକୁ ଜାଣିଛନ୍ତି, ସେମାନେ ଲେଖିବା ଲୋକ ବୋଲି ଇଣ୍ଟରପ୍ରେଟ କରିବା ଲୋକ, ଶାସ୍ତ୍ରକୁ ଇଣ୍ଟରପ୍ରେଟ କରିବା ଲୋକ, ବ୍ୟାଖ୍ୟା କରିବା ଲୋକ, ଜାଣିଛନ୍ତି କୋଉଠି କ'ଣ ଅଛି। ଫାରୁସୀ ମାନେ ଏମାନେ ପୁରା ସେପାରେଟ ଲାଇଫ କାଟୁଛନ୍ତି। ଶାସ୍ତ୍ରୀ ମାନେ ସେମାନେ ପୁରା ଶାସ୍ତ୍ରକୁ ବସି ଦେଇଛନ୍ତି। ଫାରୁସୀ ମାନେ ହେଉଛନ୍ତି, ଫାରୁସୀ ଶବ୍ଦ ଯଦି ଆପଣମାନେ ଗ୍ରୀକ ଶବ୍ଦରୁ କାଢ଼ିବେ, ଦେ ଆର୍ ସେପାରେଟେଡ୍ ପିପଲ ବୋଲେ ସୋସାଇଟି ଠାରୁ, ସମାଜ ଠାରୁ ପୁରା ପୃଥକ ଜୀବନ। ତେବେ କହିଲା ଭଳିଆ ତପସ୍ୟାର ଜୀବନ କାଟିଲା ଭଳିଆ, ସାଧୁ ବାବା ଭଳିଆ ଲୋକ, ତେବେ ଯୋଗୀ ଭଳିଆ ଲୋକ, ଜଗତର ମୋହମାୟା ଛାଡ଼ି ବଞ୍ଚିବା ଲୋକ। କିନ୍ତୁ ଯୀଶୁ ଏଠି କହୁଛନ୍ତି ତୁମେ ଏଇଟା ମୁଖସ୍ଥ କରିଦେଲେ ଯଥେଷ୍ଟ ନାହିଁ କି ଆତ୍ମସଂଯମ କରି ଯୋଗୀମାନଙ୍କ ଭଳିଆ, ଫାରୁସୀମାନଙ୍କ ଭଳିଆ ଜୀବନ କାଟିଲେ ଯଥେଷ୍ଟ ନୁହଁ। କିନ୍ତୁ କହୁଛନ୍ତି ସେମାନଙ୍କର ଧାର୍ମିକତା ଠାରୁ ଅଧିକ ବେଶୀ ନ ହେଲେ ତୁମେ କୌଣସି ପ୍ରକାର ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବ। ତାର ଡିଫରେଣ୍ଟ କଥା ଯୀଶୁ କହିଲେ, ଟିକେ ଡିଫରେଣ୍ଟ। କାରଣ ଆମେ ଯାହା ସବୁ ଶିକ୍ଷା ପାଇ ବଡ଼ପଣ ହେଉଛୁ ଆଉ ଡିଫରେଣ୍ଟ ଲାଇଫ୍ କାଟି ବଡ଼ପଣ ହେଉଛୁ, ତାହା ଦ୍ୱାରା ମଧ୍ୟ ଆମେ ପ୍ରଭୁଙ୍କର ରାଜ୍ୟରେ ସ୍ଥାନ ପାଇବୁ ନାହିଁ। ଆମେ କେବଳ ସେବାର ଚିନ୍ତାରେ ଚାଲିଲେ ହିଁ ପରିତ୍ରାଣ ପାଇବୁ। ଯଦି ସେମିତି ନଥାନ୍ତା, ଯୀଶୁ ଏ ଗାଁ ଗାଁ ବୁଲି ଚାଲି କେଜଣେ ମୋଟର ସାଇକେଲ କି କାର୍ କି କ'ଣ ଫେସିଲିଟି ଥାନ୍ତା, ବସ୍ର ଫେସିଲିଟି ଥାନ୍ତା, ଭଲ ହେଇଥାନ୍ତା। ସେ ଯଦି ଚାଲି ଏପରି କାର୍ଯ୍ୟ କରିପାରୁଥିଲେ ଆଉ କରୁଥିଲେ କାହିଁକି? ଯେହେତୁ ସୁସମାଚାର ଆମେ ଘରେ ବସିଥିଲେ ଅନ୍ୟ ପାଇଁ ସୁସମାଚାର ହେଇପାରେ। ଯୀଶୁ ଯଦି ଖାଲି ତପସ୍ୟା କରି ରହିଥାନ୍ତେ ତେବେ ସୁସମାଚାର ଆମ ପାଖରେ ପହଞ୍ଚି ନଥାନ୍ତା। ଯୀଶୁ ଭୋକିଲାକୁ ଖାଇବାକୁ ଦେବା ଲାଗି ସୁସମାଚାର ଆସିଲା। ଯୀଶୁ ଅନ୍ଧକୁ ଦୃଷ୍ଟି ଦେବା ଲାଗି ଅନ୍ଧ ପାଇଁ ସୁସମାଚାର ଆସିଲା। ଯୀଶୁ ମୃତ୍ୟୁକୁ ଜୀବନ ଦେବା ପାଇଁ ସୁସମାଚାର ଆସିଲା। ତେବେ ଆମେ କିଛି କରିବା ଦ୍ୱାରା, ସେବା କରିବା ଦ୍ୱାରା ହିଁ ସୁସମାଚାର ଆସେ ପ୍ରିୟମାନେ। ତେବେ ସେଥିପାଇଁ ତୃତୀୟ ବିଷୟ ଫ୍ରୁଟଫୁଲ୍ ଇନ୍ ସର୍ଭିଂ। ପ୍ରଭୁ ଅନୁଗ୍ରହ କରନ୍ତୁ। ଗୁଡ୍ ନ୍ୟୁଜ୍ ଆମେ ପଢ଼ୁଛୁ, ଆମର ଲାଇଫକୁ ଗୁଡ୍ ନ୍ୟୁଜ୍ ଭାବେ ବ୍ୟବହାର କରିବା। ଅନ୍ୟମାନଙ୍କୁ ଦେଖି କହିବାର ଅଛି ଜିଜସ୍ ଲିଭ୍ସ ଇନ୍ ହିମ୍ ଅର୍ ଆଇ। ତେବେ ଯାଇ ଆମ ଜୀବନ ମଧ୍ୟ ଯୀଶୁଙ୍କର ସହିତ ଜଡ଼ିତ ହୋଇଛି ବୋଲି ଜଣାପଡ଼ିବ। ପ୍ରଭୁ ହେବା ପାଇଁ ଆଉ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରୁ। କଲ୍ୟାଣ ପାଇଁ ଗ୍ରହଣ କରିବା। ସମସ୍ତ ବୋଧଗମ୍ୟ
ईश्वर सहाय शांति ख्रीष्ट जीशु सहभागिता तुम हृदय मन को सुरक्षा कर रख।